ମକର ସଂକ୍ରାନ୍ତିରେ ଗରିବ ଶ୍ରେଣୀର ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କଲେ ସମାଜସେବୀ ପୀତାମ୍ବର ଦାସ। ମକର ପର୍ବ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରରେ ପାଳନ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତି ଓ କୁର୍ମୀ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇ ଆସୁଥିବା ଟୁସୁ ପର୍ବ ମୟୂରଭଞ୍ଜ ଜିଲ୍ଲାରେ ଏକ ଗଣପର୍ବ ଭାବେ ପାଳିତ ହୋଇ ଆସୁଛି। ଘରେ ଘରେ ପିଠାପଣା ଆଉ ମାଂସ ଭାତର ଆୟୋଜନ। ସମସ୍ତେ ନୂଆ ଲୁଗା ସହ ଚାରିଆଡ଼େ ଖେଳକୁଦରେ ମସଗୁଲ ମୟୂରଭଞ୍ଜବାସୀ। ଉକ୍ତ ପୂର୍ବକୁ 7 ଦିନ ବ୍ୟାପୀ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇ ଆସୁଥିବା ସହିତ ଧାନ ଉତ୍ପାଦନ ପରେ ପରେ ଏହି ପର୍ବ ପାଳିତ ହେଉଥିବାରୁ କୃଷି କର୍ମରେ ବ୍ୟସ୍ତତା ଓ କ୍ଳାନ୍ତିରୁ ମୁକ୍ତି ନିମନ୍ତେ ଏହା ଏକ ପ୍ରକୋଷ୍ଠ ସମୟ ବୋଲି ବିବେଚନା କରାଯାଏ। ମକର ଆସିବା ପୂର୍ବରୁ ଗ୍ରାମାଞ୍ଚଳମାନଙ୍କରେ ଜନସାଧାରଣମାନଙ୍କର ମଧ୍ୟରେ ଆନନ୍ଦର ଲହରୀ ଦେଖାଦିଏ। ଏହି ପର୍ବ ଅବସରରେ କୁର୍ମୀ ସମ୍ପ୍ରଦାୟ ସହିତ ଅନ୍ୟ କେତେକ ସମ୍ପ୍ରଦାୟର ସମସ୍ତେ ଜନସାଧାରଣ ନୂତନ ବସ୍ତ୍ର ପରିଧାନ କରିବାର ପରମ୍ପରା ରହିଆସିଛି। ତେବେ ଏହି ପର୍ବରେ ସମସ୍ତେ ମାତିଥିବା ବେଳେ ଗରିବଙ୍କ ଦୁଃଖ କଷ୍ଟ କଥା କେହି ମନେ ପକାଉନଥିବା ବେଳେ ଧଳାସାହି ପଞ୍ଚାୟତର ବିଜେଡି ପଞ୍ଚାୟତ ସଭାପତି ତଥା ଯୁବନେତା ପୀତାମ୍ବର ଦାସ ଗରିବଙ୍କ ଦୁଃଖରେ ଛିଡ଼ା ହୋଇଛନ୍ତି। ତେବେ ବର୍ତ୍ତମାନ ଶୀତର ପ୍ରକୋପ କମିନଥିବାରୁ ଗରିବ ଶ୍ରେଣୀର ଲୋକଙ୍କୁ ଶୀତବସ୍ତ୍ର ସହିତ ବିସ୍କୁଟ ଦେଇଥିବା ଦେଖିବାକୁ ମିଳୁଛି। ବୟସ୍କ ବୁଢ଼ାବୁଢ଼ୀ ଶୀତବସ୍ତ୍ର ପାଇ ବେଶ୍ ଖୁସି ଅନୁଭବ କରିବା ସହିତ ପୀତାମ୍ବର ଦାସଙ୍କୁ ଆଶୀର୍ବାଦ କରିଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୀତାମ୍ବର ଦାସଙ୍କୁ ବେଶ୍ ପ୍ରଶଂସା କରାଯାଇଛି।